ହଂସ ହଂସରାଳି ଖେଳନ୍ତି ଢେଉ ଦୋଳିରେ ଖେଳ, ଆସିଲାଣି ଖରା ମଉଳି ଛାଇଲେ ଓଟା ବେଳ। ମାଛ ରଙ୍କା ପକ୍ଷୀ ଉଡ଼ଇ ଡେଣା ଝାଡ଼ି ଆକାଶେ, ଲକ୍ଷ୍ୟ ରଖି ଜଳେ ବୁଡ଼ଇ ମୀନ ଧରିବା ଆସେ। ତ ପିଲାମାନେ ମନେ ପକେଇଲ, କାଳିଜାଇରେ ସନ୍ଧ୍ୟା ଯେବେ ବି ମନେ ପଡ଼େ ନା ଗାଇବା ପାଇଁ ଖୁବ୍ ଇଚ୍ଛା ହୁଏ। ତ ପିଲାମାନେ ଆମେ ପୂର୍ବରୁ ଦଶମ ଶ୍ରେଣୀ ଓଡ଼ିଆ ବହିର ଚିଲିକାରେ ସାୟନ୍ତନ ଦୃଶ୍ୟର ତୃତୀୟ ଭାଗ ଯାଇ ପଢ଼ିଥିଲେ। ଆଜି ଆମେମାନେ ଚତୁର୍ଥ ଭାଗକୁ ଯିବା। ତେବେ ଚତୁର୍ଥ ଭାଗରେ କ'ଣ ଅଛି? ମୀନ ଆକର୍ଷଣ ଆସେ ପୋତପାଳ, ତରଣୀରେ ଜାଳି ଦେଲାଣି ମଶାଲ। ମୀନ ଆକର୍ଷଣ ଆସେ ପୋତପାଳ, ତରଣୀରେ ଜାଳି ଦେଲାଣି ମଶାଲ। ଭବେ ପାପ ମୂର୍ତ୍ତି ପରି ଅଟଇ ସେ, ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ, ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ଏଠି କବିବର ରାଧାନାଥ ରାୟ ଏ ଯେଉଁ ବର୍ଣ୍ଣନା କରିଛନ୍ତି, ମୀନ ଆକର୍ଷଣେ ଯେତେବେଳେ କ'ଣ ହେଉଛି ନା, ଏଠି ରାଧାନାଥ ରାୟ ମତ୍ସ୍ୟଜୀବୀମାନଙ୍କୁ ଅଜ୍ଞାନୀମାନଙ୍କ ସହିତ ବା ପାପୀମାନଙ୍କ ସହିତ ତୁଳନା କରିଛନ୍ତି। ପ୍ରଥମେ ଅଛି ଯେ କେମିତି ଡଙ୍ଗାରେ ମତ୍ସ୍ୟଜୀବୀମାନେ ବା ଧୀବରମାନେ ମଶାଲ ଜାଳିଛନ୍ତି, ସେଇ ମଶାଲକୁ ଦେଖି ମୀନମାନେ କେମିତି ଆସିକି ମୃତ୍ୟୁବରଣ କରୁଛନ୍ତି ସେ ବିଷୟରେ ଏଠି ଆଲୋଚନା ହେଇଛି। ଚାଲ ଆଜି ଆମେ ଆଗକୁ ଯିବା। ତ ପିଲାମାନେ ପୂର୍ବରୁ ଆମେ ଜାଣିଥିଲେ କି କବିସୂର୍ଯ୍ୟ ବଳଦେବ ରଥଙ୍କର ଗୀତାମୃତକୁ ଗାଇ ଗାଇ କିପରି ମତ୍ସ୍ୟଜୀବୀମାନେ ବା ଧୀବରମାନେ ସେମାନଙ୍କର ଘରକୁ ଫେରି ଆସୁଛନ୍ତି। ସନ୍ଧ୍ୟା ସମୟ ଆସିଯାଇଛି, ରୂପସୀ ଚିଲିକାର କିଶୋରୀ ବୁକୁରେ ସାୟଙ୍କାଳ ଢାଙ୍କି ହୋଇଯାଇଛି। ତେବେ ଆଜି ଆମେ ଆଗକୁ ଯିବା। ମୀନ ଆକର୍ଷଣ ଆସେ ପୋତପାଳ, ତରଣୀରେ ଜାଳି ଦେଲାଣି ମଶାଲ। ଭବେ ପାପ ମୂର୍ତ୍ତି ପରି ଅଟଇ ସେ, ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ, ତରି ଗର୍ଭେ ମିନେ ଡେଇଁ ଦେବେ ପ୍ରାଣ। ମୀନ ଆକର୍ଷଣ ଆସେ ପୋତପାଳ, ତରଣୀରେ ଜାଳି ଦେଲାଣି ମଶାଲ। ମୀନ ଆକର୍ଷଣରେ ପୋତପାଳ ଏଠି ନାବିକ ବା ନୌକା ଚାଳକ। ଏଠି କାହାକୁ କୁହାଯାଇଛି ନା ମତ୍ସ୍ୟଜୀବୀମାନଙ୍କୁ କୁହାଯାଇଛି, ଯେଉଁମାନେ ଡଙ୍ଗା ନେଇକି ମାଛ ଧରିବାକୁ ଯାଇଛନ୍ତି। ଆକର୍ଷଣ କରିବା ଆଶାରେ ସେ କ'ଣ କରୁଥିଲେ ନା ତରଣୀରେ ଜାଳି ଦେଲାଣି ମଶାଲ। ତରଣୀ ଅର୍ଥ ହେଉଛି ଡଙ୍ଗା, ଡଙ୍ଗାରେ କ'ଣ ନା ମଶାଲ ଜାଳି ଦେଲେଣି। ପୂର୍ବ କାଳରେ ଲୋକମାନେ ମଧ୍ୟ ମଶାଲ ଜାଳିକି ଯାଉଥିଲେ ଅନ୍ଧାର ଦୂର କରିବା ପାଇଁକି। ସନ୍ଧ୍ୟା ସମୟରେ ମୀନଜୀବୀମାନେ ବା ଧୀବରମାନେ ସମୁଦ୍ର ମୁହାଣରୁ ମାଛ ଧରି ଫେରି ଆସୁଥିବା ସମୟରେ ମୀନମାନଙ୍କୁ ଆକର୍ଷଣ କରିବା ପାଇଁ ବା ମାଛମାନଙ୍କୁ ଆକର୍ଷଣ କରିବା ପାଇଁ ତାଙ୍କର ଡଙ୍ଗାରେ ମଶାଲ ଜାଳି ଦେଲେଣି। ଆମେ ଜାଣିଛେ ମତ୍ସ୍ୟଜୀବୀମାନେ କ'ଣ କରୁଛନ୍ତି ନା ତାଙ୍କୁ ଲୋଭ ଦେଖାଇବା ଆଶାରେ ମୀନମାନଙ୍କୁ ମଶାଲ ଜାଳିଛନ୍ତି। ମୀନ ବା ମାଛ ନିଆଁର ଆକର୍ଷଣରେ କ'ଣ କରୁଛନ୍ତି ନା ସେ ଡଙ୍ଗା ପାଖକୁ ପଳାଇ ଆସିଛନ୍ତି। ଭବେ ପାପ ମୂର୍ତ୍ତି ପରି ଅଟଇ ସେ, ସ୍ପର୍ଶେ ମାରାତ୍ମକ ରୂପେ ରମ୍ୟ ଦିଶେ। ତେବେ ଏଠାରେ ତରଣୀରେ ଯେତେବେଳେ ନାବିକ ମଶାଲ ଜାଳି ଦେଲେଣି, ଏହା ସଂସାରରେ ପାପ ମୂର୍ତ୍ତିର ପ୍ରତୀକ ବା ପାପତୁଲ୍ୟ। କବି ଏଠାରେ ପାପ ମୂର୍ତ୍ତିର ପ୍ରତୀକ ବା ପାପତୁଲ୍ୟ ବୋଲି କହୁଛନ୍ତି। ଭାରି ସୁନ୍ଦର, ରୂପରେ ଭାରି ସୁନ୍ଦର ଦେଖାଯାଉଛି, କିନ୍ତୁ ଛୁଇଁଲେ ବହୁତ ମାରାତ୍ମକ। ରମ୍ୟ ଅର୍ଥ ରମଣୀୟ ଦେଖାଯାଏ, କିନ୍ତୁ ଛୁଇଁଲେ ମାରାତ୍ମକ। କିନ୍ତୁ ରୂପରେ ସେ ଚିକ୍କଣ ସୁନ୍ଦର ଦେଖାଯାଉଛି, କିନ୍ତୁ ତାକୁ ଛୁଇଁଦେଲେ କ'ଣ ହେବ? ମାରାତ୍ମକ। ଯେତେବେଳେ ସେହି ମଶାଲକୁ ଦେଖି ମାଛମାନେ ତାଙ୍କ ପାଖକୁ ଆକର୍ଷିତ ହୋଇ ଚାଲି ଆସୁଛନ୍ତି, ତାଙ୍କୁ ସ୍ପର୍ଶ କରିବା ମାତ୍ରେ ସୁନ୍ଦର ଦେଖାଗଲେ ମଧ୍ୟ ତାଙ୍କ ଜୀବନ ସେଠି ନଷ୍ଟ ହେଉଛି। ଯେମିତି ଗୋଟେ କଥାରେ କହୁ, ଦେଖା ସୁନ୍ଦର କଖାରୁ ବଡ଼ି, ଉପର ସୁନ୍ଦର ଭିତର ଫମ୍ପା। ସେମିତି ଆଜି ଯେଉଁ ଅତି ଆକର୍ଷଣ ସୃଷ୍ଟି ହୋଇଛି, ନାବିକ ଯେଉଁ ମଶାଲ ଜାଳିଛି ତାହା ପାପ। ତାକୁ ଛୁଇଁଲା ମାତ୍ରକେ କ'ଣ ହେବ? ମାରାତ୍ମକ। ତାକୁ ଛୁଇଁଲେ ସ୍ପର୍ଶେ ମାରାତ୍ମକ, କିନ୍ତୁ ରୂପେ ରମ୍ୟ ଦିଶେ, ଅତି ସୁନ୍ଦର ରୂପରେ ସେ ଦେଖାଯାଉଛି। ଚିତ୍ର ପ୍ରତିମା ପ୍ରାୟ ଦିଶୁ ସୁନ୍ଦର, ଚିରି ଭିତର ଦେଖ କିନାର ଖାର। ଚର୍ମ ବେଢ଼ିଛି ସିନା ଚଉରାଶି କି, ଚିତ୍ତ ତୁ ଦିଅ ନୀଳଗିରିବାସୀ କି। ଏଇଠି କବିତାଟି ମୋର ମନେ ପଡ଼ୁଛି
ରୂପରେ ରମ୍ୟ ସୁନ୍ଦର କିନ୍ତୁ ସ୍ପର୍ଶରେ ମାରାତ୍ମକ। ସେମିତି ମାଛମାନେ ନିଆଁକୁ ଦେଖି ଆକର୍ଷିତ ହୋଇ ଆସିଛନ୍ତି, କିନ୍ତୁ ଯେତେବେଳେ ସେ ନିଆଁକୁ ଦେଖି ଆକର୍ଷିତ ହୋଇ ଆସୁଛନ୍ତି ସେଠି ମୃତ୍ୟୁବରଣ କରୁଛନ୍ତି। ପାପ ଗର୍ତ୍ତେ ଯେହ୍ନେ ପଡ଼ଇ ଅଜ୍ଞାନ, ତରି ଗର୍ତ୍ତେ ମିନେ ଡେଇଁ ଦେବେ ପ୍ରାଣ। ଯେପରି ଅଜ୍ଞାନ କ'ଣ ନା ପାପ କ'ଣ, କ'ଣ ଧର୍ମ କ'ଣ ଅଧର୍ମ ଜାଣିପାରେ ନାହିଁ। ଯିଏ ଅଜ୍ଞାନ ସେ ପାପ କ'ଣ ଧର୍ମ କ'ଣ ଅଧର୍ମ କ'ଣ ଏସବୁ କିଛି ସେ ଜାଣିପାରେ ନାହିଁ। ରୂପକୁ ଦେଖି ବିମୋହିତ ହେଇଯାଏ। ତେଣୁ ପାପ ଗର୍ତ୍ତରେ ଯେମିତି ଅଜ୍ଞାନଟିଏ ପଡ଼ିଯାଏ, ମୀନମାନେ ମଧ୍ୟ ଠିକ୍ ସେହିପରି ପଡ଼ିଯାଇଛନ୍ତି। ତରି ଅର୍ଥ ଏଠି ହେଲା ନୌକା। ତରି ଗର୍ତ୍ତରେ ବା ନୌକା ଗର୍ଭରେ ମୀନମାନେ ଡେଇଁ ପ୍ରାଣ ବିସର୍ଜନ କରୁଛନ୍ତି। ମାଛମାନଙ୍କୁ ଯେମିତି ଆମେ ବଂଶୀରେ ଖାଦ୍ୟ ଦେଲେ ସେମାନେ କ'ଣ କରନ୍ତି? ଖାଇକିରି ଧରା ପଡ଼ିଯାଇଥାନ୍ତି। ସେହିପରି କବି ଏଠାରେ କହୁଛନ୍ତି ରୂପରେ ଏହା ସୁନ୍ଦର ଦେଖାଯିବ କିନ୍ତୁ ସ୍ପର୍ଶରେ ମାରାତ୍ମକ। କୀଟ ପତଙ୍ଗମାନେ ମଧ୍ୟ ନିଆଁ ପ୍ରତି ଆକର୍ଷିତ ହୋଇଥାନ୍ତି। ନିଆଁ ପାଖକୁ ଆକର୍ଷିତ ହୋଇକି ଆସି ତାଙ୍କର ମୃତ୍ୟୁକୁ ସେମାନେ ଡାକିଥାନ୍ତି ବା ମରିଯାଇଥାନ୍ତି। ସେହିପରି ମୀନମାନେ ପାପ ଗର୍ତ୍ତରେ ପଡ଼ିଲା ଭଳି ମୀନମାନେ ଡଙ୍ଗା ଗର୍ଭରେ ପଡ଼ି ସେମାନଙ୍କର ପ୍ରାଣ ନେବେ। ତରଙ୍ଗେ ଦୋହଲି ଦୋହଲି ବୋଇତ, ଥରେ ଦିଶେ ଥରେ ହୁଏ ଅନ୍ତର୍ନିତ। ଚିଲିକାରେ ଧୀବରମାନଙ୍କର ମାଛ ଧରିବାର ଏକ ସୁନ୍ଦର କୌଶଳ, ତାକୁ କବି ଏଠି ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଛନ୍ତି। ମୀନଜୀବୀମାନଙ୍କର ବା ଧୀବରମାନଙ୍କର ବୋଇତ ତରଙ୍ଗରେ ଦୋହଲି ଦୋହଲି ଆସୁଛି। ଚିଲିକାର ଉତ୍ତାଳ ତରଙ୍ଗରେ ଧୀବରମାନଙ୍କର ନାବ ମଧ୍ୟ ବା ନା ଡଙ୍ଗା ଦୋହଲି ଦୋହଲି ଆସୁଛି। କେତେବେଳେ ଦେଖାଯାଉଛି ତ କେତେବେଳେ ପୁଣି ସେ ଅନ୍ତର୍ଧ୍ୟାନ ହେଇଯାଉଛି। ଦୁଃଖୀ ମନେ ଆଶା ଉତ୍ଥାନ ପତନ, ପ୍ରାୟ ଶିଖା ଉଠେ ପଡ଼େ ଘନ ଘନ। ଦୁଃଖୀର ମନର ଆଶା ଯେମିତି ଉଠିଥାଏ ପୁଣି ପଡ଼ିଥାଏ। ଆଶା ମନର ଆଶା କ'ଣ ହୁଏ? କେବେ ଆଶା ସଞ୍ଚାର ହୁଏ, ପୁଣି କେବେ ଆଶା ନିରାଶାରେ ପରିଣତ ହୁଏ। ତେଣୁ କବି ଏଠି କହୁଛନ୍ତି ଦୁଃଖୀର ମନରେ ଯେମିତି ଆଶା ଉତ୍ଥାନ ହୁଏ ପୁଣି ପତନ ହୁଏ। ଦୁଃଖୀର ମନର ଆଶା କେତେବେଳେ ଉଠିଥାଏ ତ କେତେବେଳେ ପଡ଼ିଥାଏ ବା ହଜି ଯାଇଥାଏ, ଆଶା ନିରାଶାରେ ପରିଣତ ହୋଇଯାଇଥାଏ। ପ୍ରାୟ ଶିଖା, ସେଇ ଯେଉଁ ଶିଖା ମତ୍ସ୍ୟଜୀବୀମାନେ ବୋଇତରେ ଯେଉଁ ମଶାଲ ଜାଳିଛନ୍ତି କେତେବେଳେ ତାହା ଉଠୁଛି ତ କେତେବେଳେ ତାହା ପଡ଼ୁଛି। ବା ଦୁଃଖୀ ଲୋକର ମନରେ ଯେମିତି ବେଳେବେଳେ ଆଶା ଜାଗ୍ରତ ହୁଏ ପୁଣି କେତେବେଳେ ତାହା ନିରାଶାରେ ପରିଣତ ହୁଏ। ଏଇ ଯେଉଁ ତା ମନର ଉତ୍ଥାନ ପତନ ହେଲା ଭଳି ସେଇ ବୋଇତର ଶିଖା ମଧ୍ୟ ଘନ ଘନ ଉଠୁଛି ଆଉ ପଡ଼ୁଛି। କାହିଁକି ନା ତରଙ୍ଗରେ ଦୋହଲି ଦୋହଲି ଆସୁଥିବାରୁ ଡଙ୍ଗାଟି ଯେତେବେଳେ କେତେବେଳେ ଦେଖାଯାଉଛି ତ କେତେବେଳେ ପୁଣି ଅନ୍ତର୍ଧ୍ୟାନ ହୋଇଯାଉଛି। ଶିଖାକୁ ଏଠି କବି ଦୁଃଖୀ ମନର ଆଶା ସହିତ ତୁଳନା କରିଛନ୍ତି। ଯେମିତି ଆଶାର ଉତ୍ଥାନ ପତନ ହୁଏ ସେମିତି ଏଠି ଶିଖାର ଉତ୍ଥାନ ପତନ ହେଉଛି। ନିଶା ଗମେ କ୍ରମେ ଲୋକ କୋଳାହଳ, ନିବର୍ତ୍ତ ବନି ହେଉଛି ନିଶ୍ଚଳ। ତେବେ ଏଠି କବି କହୁଛନ୍ତି କି ମତ୍ସ୍ୟଜୀବୀମାନେ ବା ଧୀବରମାନେ ନିଜର ନୌକାରେ ବା ନିଜର ଡଙ୍ଗାରେ ମଶାଲ ଜାଳି ସମୁଦ୍ର ମୁହାଣରୁ ଫେରି ଆସୁଛନ୍ତି। ସନ୍ଧ୍ୟା ସମୟ ହେଇଛି। ନିଶା ଗମେ, ନିଶା ଆଗମନେ ରାତି ଆସିଯାଇଛି ବା ରାତି ଆସିଯିବାରୁ କ୍ରମେ ଲୋକମାନଙ୍କର କୋଳାହଳ କ'ଣ ହେଇଛି ନା କମିଯାଇଛି। ପୃଥିବୀ ନିବୃତ ହୋଇଛି କେଉଁଥିରୁ ନା ଲୋକମାନଙ୍କର କୋଳାହଳରୁ। ନିବର୍ତ୍ତି ଅର୍ଥାତ୍ ନିବୃତ, ଅବନୀ ଅର୍ଥ ହେଉଛି ଏଠି ପୃଥିବୀ। ରାତି ଆସିଯିବାରୁ କ୍ରମେ କ୍ରମେ କ'ଣ ହେଇଛି ଲୋକମାନଙ୍କର କୋଳାହଳ କମି ଆସିଲାଣି ବା କମିଗଲାଣି। ବା ଲୋକମାନଙ୍କର କୋଳାହଳରୁ ଅବନୀ ବା ପୃଥିବୀ ସେଥିରୁ ନିବୃତ ହୋଇଯାଉଛି, କ୍ଷାନ୍ତ ବା ବିରତ ହେଉଛି, ନିଶ୍ଚଳ ହେଇଯାଉଛି, ସ୍ଥିର ବା ଶାନ୍ତ ହେଇଯାଉଛି। ସନ୍ଧ୍ୟା ଆସିବାରୁ ଲୋକମାନଙ୍କର କୋଳାହଳ କମିଯାଉଛି ବା ନିଶ୍ଚଳ ହୋଇଯାଉଛି। ଜଳ ସ୍ଥଳ ନଭ ଜ୍ୟୋତ୍ସ୍ନା ପରିପ୍ଲୁତ, ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ। ଜଳ ସ୍ଥଳ ନଭ ଜ୍ୟୋତ୍ସ୍ନା ପରିପ୍ଲୁତ, ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ। ଜଳ ସ୍ଥଳ ନଭଃ, ଏଠି ଜଳ ସ୍ଥଳ ଅର୍ଥ ସ୍ଥଳ ଭାଗ, ନଭ ଅର୍ଥ ହେଲା ଆକାଶ। ତ ସବୁ କ'ଣ ହେଉଛି ନା ଜ୍ୟୋତ୍ସ୍ନା ପରିପ୍ଲୁତ। ଜ୍ୟୋତ୍ସ୍ନା ଅର୍ଥ ହେଲା ଚନ୍ଦ୍ରଙ୍କର କିରଣ। ତ ଚନ୍ଦ୍ରଙ୍କର କିରଣରେ କ'ଣ ହେଉଛି ନା ତୁମେମାନେ ମୋର ଏଠି ଗୋଟେ କାଳିଜାଇରେ ସନ୍ଧ୍ୟା ମନେ ପଡ଼ୁଛି ପିଲାମାନେ। ଅସ୍ତଗାମୀ ରବି କିରଣ ପଡ଼ି ଚିଲିକା ଜଳେ, ଦିଶଇ ପ୍ରବାଳ ବରଣ ଶୋଭା ବଚନ ବଳେ। ସେଠି ଥିଲା ସୂର୍ଯ୍ୟଙ୍କର ଅପରୂପ ଶୋଭା। ଅସ୍ତଗାମୀ ସୂର୍ଯ୍ୟ
ଏଠି କ'ଣ ହେଉଛି? ଏଠି କବିବର ରାଧାନାଥ ରାୟ ଚନ୍ଦ୍ରଙ୍କର କିରଣ ବା ଜ୍ୟୋତ୍ସ୍ନା ପରିପ୍ଲୁତ ଅର୍ଥାତ୍ ଜୁଡ଼ୁବୁଡ଼ୁ ହୋଇଯାଇଛନ୍ତି ବା ସିକ୍ତ ହୋଇଯାଇଛନ୍ତି। ଚାରିଆଡ଼େ ସେ ଗାଧୋଇ ପଡ଼ିଛି। କିଏ? ଜଳ ସ୍ଥଳ ନଭ ବା ଜଳ ସ୍ଥଳ ଆକାଶ ଜ୍ୟୋତ୍ସ୍ନାରେ ବା ଚନ୍ଦ୍ରଙ୍କର କିରଣରେ, ଚନ୍ଦ୍ର କିରଣରେ ଜୁଡ଼ୁବୁଡ଼ୁ ହୋଇଯାଇଛନ୍ତି, ଓଦା ହୋଇଯାଇଛନ୍ତି। ସୃଷ୍ଟି ଦିଶେ ଯେହ୍ନେ ପାରଦ ଧୌତ। ସୃଷ୍ଟି ଏଠି ପୃଥିବୀ ଯେପରି ପାରଦ ଧୌତ ଦେଖାଯାଉଛି, ଯେମିତି ପାରଦରେ କିଏ ପୃଥିବୀକୁ ଧୋଇ ଦେଇଛି। ପାରଦ ଶୁଭ୍ର ରଙ୍ଗର ଏକ ଧାତୁ, ଧଳା ରଙ୍ଗ। ଜଣାପଡ଼ୁଛି କିଏ ପୃଥିବୀକୁ ଯେପରି ପାରଦରେ ଗାଧେଇ ଦେଇଛି। ଜଳ ସ୍ଥଳ ନଭ ଆଜି ଜ୍ୟୋତ୍ସ୍ନାରେ ଜୁଡ଼ୁବୁଡ଼ୁ ଓ ସୃଷ୍ଟିକୁ କିଏ ଯେମିତି ସତରେ ପାରଦରେ ଗାଧେଇ ଦେଇଛି। ତାପର ପଦକୁ ଯିବା। ପ୍ରତିବିମ୍ବରାଜି ଦୀପ ଶୈଳ ତଳେ ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ପ୍ରତିବିମ୍ବରାଜି ଦୀପ ଶୈଳ ତଳେ ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ପ୍ରତିବିମ୍ବ ଆଜି, କାହାର ପ୍ରତିବିମ୍ବ ପଡ଼ୁଛି? ନା ଦୀପ ଶୈଳ। ଏଠି ମଧ୍ୟ ପୁଣି ଗୋଟେ କାଳିଜାଇରେ ସନ୍ଧ୍ୟା, ତମମାନେ ମଧ୍ୟ ପିଲାମାନେ ପଢ଼ିଥିବ, ମୋର ମଧ୍ୟ ମନେ ପଡ଼ୁଛି। ଚଢ଼େଇ ଗୁହାର ଚୂଡ଼ାକୁ ଚାହିଁ ଉଡ଼ଇଏରା, ଲୋହିତ ଧବଳ ପକ୍ଷରେ କେତେ ଦିଶଇ ତୋରା। ଭାଲେରି ପାହାଡ଼ ଉହାଡ଼େ ଲୁଚି ଗଲେଣି ରବି, ପଶ୍ଚିମ ଆକାଶେ ଝଟକେ ପୀତ ଲୋହିତ ଛବି। କେତେ ସୁନ୍ଦର ଭାବରେ ବର୍ଣ୍ଣନା ପିଲାମାନେ ଦେଖିଲ କାଳିଜାଇରେ ସନ୍ଧ୍ୟା। ତାହେଲେ ପ୍ରତିବିମ୍ବ କହିଲେ ଏଠି କ'ଣ? ପ୍ରତିବିମ୍ବରାଜି ଦୀପ ଶୈଳ ତଳେ ସ୍ପଷ୍ଟାକାରେ ଶୋଭେ ହ୍ରଦ ଅନ୍ତଃସ୍ଥଳେ। ପ୍ରତିବିମ୍ବ ଅର୍ଥ ହେଉଛି ପ୍ରତିଛାୟା। କାହାର? ନା ଦୀପ ଗୁଡ଼ିକର। ଦୀପ କିଏ? ନା ଚାରିପଟେ ଜଳଭାଗ, ମଝିରେ ସ୍ଥଳଭାଗ ଥିଲେ ତାକୁ ଦୀପ କୁହାଯାଏ। ଶୈଳ ଅର୍ଥ କ'ଣ? ପାହାଡ଼ ବା ଗିରି। ତେବେ ପ୍ରତିବିମ୍ବରାଜି ଦୀପର ଶୈଳ ତଳେ ବା ସ୍ପଷ୍ଟାକାରେ, ସ୍ପଷ୍ଟ ଭାବରେ, ମାନେ ଅତି ସ୍ପଷ୍ଟ ଆକାରରେ। ଶୋଭେ ଅର୍ଥ ହେଉଛି ଶୋଭା ପାଏ। ତେବେ ଚିଲିକାର ପେଟରେ ବା ଅନ୍ତଃସ୍ଥଳରେ ଦୀପମାନଙ୍କର ବା ଶୈଳମାନଙ୍କର ପ୍ରତିବିମ୍ବରାଜି ଶୋଭା ପାଉଛି। କବିବର ରାଧାନାଥ ରାୟ କେଡ଼େ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ସତରେ। ପୁଣି ଏକ ପଦ୍ୟ ମଧ୍ୟ ମୋର ଏଠି ମନେ ପଡ଼ୁଛି କାଳିଜାଇରେ ସନ୍ଧ୍ୟାରୁ। ଦିଶେ ପାରିକୁଦ ମାଲୁଦ ଦୁରୁ ଛାୟା ପରାଏ, ସନ୍ଧ୍ୟା ତାରା ନଭେ ଇଚ୍ଛକ ତମ କି ଶୋଭା ପାଏ। ତେବେ ପିଲାମାନେ ପୁଣି ଆଗକୁ ଯିବା। କ୍ଷୀରୋଦ ସୋଦର ଜ୍ୟୋତ୍ସ୍ନା ନଭେ ଭାସି, ଦିଶନ୍ତି ବିଶଦ ଗିରି ବନ ନାସି। କ୍ଷୀରୋଦ ସୋଦର, ସୋଦର ଅର୍ଥ, କ୍ଷୀରୋଦ ସୋଦର ଅର୍ଥ ହେଉଛି ସହୋଦର ଭାଇ। କ୍ଷୀରୋଦ ଅର୍ଥ ହେଉଛି କ୍ଷୀର ସାଗର ବା କ୍ଷୀର ସମୁଦ୍ର। ସୋଦର ଅର୍ଥ ସହୋଦର ବା ଭାଇ। କ୍ଷୀର ସମୁଦ୍ରରୁ ଭାଇ, ଏକ ଗର୍ଭରୁ ଜାତ ହୋଇଥିବା ସନ୍ତାନ। ଜ୍ୟୋତ୍ସ୍ନାର୍ଣ୍ଣବେ, ଜ୍ୟୋତ୍ସ୍ନା ଯୁକ୍ତ ଅର୍ଣ୍ଣବେ। ଜ୍ୟୋତ୍ସ୍ନା ଅର୍ଥ ହେଲା କ'ଣ? ନା ଚନ୍ଦ୍ରଙ୍କର କିରଣ। ଅର୍ଣ୍ଣବେ ଅର୍ଥ ହେଲା ସମୁଦ୍ର। ତେବେ କବି ଏଠି କହୁଛନ୍ତି ଚାରିଆଡ଼େ ଜ୍ୟୋତ୍ସ୍ନାର ସମୁଦ୍ର ଏବଂ କ୍ଷୀରର ସମୁଦ୍ର, ଦୁଇ ଜଣ ଯାକ ଭାଇ ଭଳି ଏଠି ଦେଖାଯାଉଛନ୍ତି। କେଉଁମାନେ? ବିଶଦ। ବିଶଦ ଅର୍ଥ ହେଉଛି ଏଠି ନିର୍ମଳ ଦେଖାଯିବା, ନିର୍ମଳ ଦେଖାଯାଉଛନ୍ତି। କିଏ? ନା ଗିରି, ବନ ଆଉ ନାସି, ଏଇମାନେ ନିର୍ମଳ ଦେଖାଯାଉଛନ୍ତି। ଗିରି, ବନ, ନାସି। ନାସି ଅର୍ଥ ହେଲା, ଗିରି ଅର୍ଥ ହେଲା ପାହାଡ଼ ବା ପର୍ବତ, ବନ ଅର୍ଥ ହେଉଛି ବଣ ବା ଜଙ୍ଗଲ, ନାସି ଅର୍ଥ ହେଲା ଯେଉଁ ସ୍ଥଳଭାଗ ସମୁଦ୍ର ଆଡ଼କୁ ପଶି ଯାଇଥାଏ ତାକୁ ନାସି ବୋଲି କୁହାଯାଏ। ତ ଏଠି କବି କହୁଛନ୍ତି କି ପାହାଡ଼, ଜଙ୍ଗଲ ଓ ନାସି ବା ଜଳଭାଗକୁ ପଶି ଯାଇଥିବା ସ୍ଥଳଭାଗ ଏଠି ନିର୍ମଳ ଦେଖାଯାଉଛନ୍ତି। ପାହାଡ଼, ବନ ପ୍ରଦେଶ, ନାସି ସମସ୍ତେ ଜ୍ୟୋତ୍ସ୍ନାର ସମୁଦ୍ରରେ ଭାସି ଭାସି ନିର୍ମଳ ଦେଖାଯାଉଛନ୍ତି ବା ସୁନ୍ଦର ସ୍ୱଚ୍ଛ ଦେଖାଯାଉଛନ୍ତି। ସ୍ନିଗ୍ଧ ତରୁପତ୍ରେ ମସୃଣ ଉପଳେ, ଜକ ଜକ ହୋଇ ଜ୍ୟୋତ୍ସ୍ନା ପ୍ରତିଫଳେ। ତ ତାପର ପଦଟି ସ୍ନିଗ୍ଧ। ସ୍ନିଗ୍ଧ ଅର୍ଥ ହେଉଛି କୋମଳ। ତରୁପତ୍ରେ, ତରୁପତ୍ରେ ଅର୍ଥ ବୃକ୍ଷମାନଙ୍କର ପତ୍ର। ତରୁ ଅର୍ଥ ବୃକ୍ଷ। ମସୃଣ ଅର୍ଥ ହେଉଛି ଚିକ୍କଣ। ଉପଳେ ଅର୍ଥ ହେଲା ବାଲିଗରଡ଼ା। ତେବେ ଚିକ୍କଣ ବାଲିଗରଡ଼ା ଉପରେ ଆଉ ବୃକ୍ଷର କୋମଳ ପତ୍ର ଉପରେ ଜକ ଜକ ହୋଇ, ଝିଲିମିଲି ହୋଇ, ଚିକି ଚିକି ହୋଇ କ'ଣ ହେଉଛି? ନା ଜ୍ୟୋତ୍ସ୍ନା ବା ଚନ୍ଦ୍ରଙ୍କର କିରଣ ପ୍ରତିଫଳିତ ହୁଏ। ତରୁମାନଙ୍କର କୋମଳ ପତ୍ର ଉପରେ
ଚିକଣ ବାଲିଗରଡ଼ା ଉପରେ ବା ତା ଉପରେ ଚିକ୍ମିକ୍ ହୋଇ ପ୍ରତିଫଳିତ କରୁଛି କିଏ? ନା ଜ୍ୟୋତ୍ସ୍ନା କିରଣ। ସର୍ପେ ଚିତ୍ର ଚନ୍ଦ୍ରଚୂଡ଼ ତନୁ ଭଳି ଛାୟା ମିଶ୍ର କରି ଶୋଭେ ବନସ୍ଥଳୀ। ଚନ୍ଦ୍ରଚୂଡ଼, ଚନ୍ଦ୍ରଚୂଡ଼ାରେ ଯାହାର। କେଉଁ ଦେବତାଙ୍କୁ ଚନ୍ଦ୍ରଚୂଡ଼ ବୋଲି ଏଠି କୁହାଯାଇଛି? ନା ଦେବଦେବ ମହାଦେବଙ୍କୁ, ଶିବଙ୍କୁ। ଶିବଙ୍କର ଚୂଡ଼ାରେ ଚନ୍ଦ୍ର ଥାନ୍ତି। ତାଙ୍କ ତନୁ ବା ଶରୀରରେ ସର୍ପର ଚିତ୍ର ଭଳିଆ ମହାଦେବ ପାଉଁଶ ବୋଳି ହୋଇ ବସିଥାନ୍ତି। ଆଉ ବେକରେ ମଧ୍ୟ ସାପ ଗୁଡ଼େଇ ହେଇଥାନ୍ତି। ତାଙ୍କର ଶରୀର ପାଉଁଶିଆ ଦେଖାଯାଏ। ସର୍ପରେ ଶୋଭିତ ଶିବଙ୍କର ବା ଦେବଦେବ ମହାଦେବଙ୍କର ଶରୀର ଭଳି ଛାୟାରେ ବା ଅରଣ୍ୟରେ ଛାଇ ଆଲୁଅ ମିଶ୍ରଣ ଶୋଭା ପାଉଛି। କାହା ଭଳି? ନା ଶିବଙ୍କର ଶରୀର ଭଳି। ବନପ୍ରଦେଶର ଶୋଭାକୁ ଏଠି ଶିବଙ୍କ ଶରୀର ସହିତ କବି ତୁଳନା କରିଛନ୍ତି। ପ୍ରଶାନ୍ତ ନୀରବ ଗିରି ବନ ଦେଶ, ନାହିଁ ଏଥି ନର ଚହଳର ଲେଶ। ତାପର ପଦଟି ପ୍ରଶାନ୍ତ। ପ୍ରଶାନ୍ତ ଅର୍ଥ ହେଲା ଶାନ୍ତ, ଚିରଶାନ୍ତ ବା ଧୀର। ନୀରବ ଅର୍ଥ ଶବ୍ଦ ଶୂନ୍ୟ। କିଏ? ଗିରି ବନ ଦେଶ, ପାହାଡ଼ ବନ ଦେଶ ସମସ୍ତେ ଏଠି ନୀରବ ହୋଇଯାଇଛନ୍ତି। ଯେତେବେଳେ ରଜନୀ ଆସେ, ରାତି ଆସେ, ଲୋକଙ୍କର କୋଳାହଳ କମିଯାଏ, ସେତେବେଳେ କ'ଣ ହୁଏ? ଚାରିଆଡ଼ ନୀରବ ଖେଳିଯାଏ। ତେଣୁ ଏଠି ମନୁଷ୍ୟମାନଙ୍କର ଚହଳର ବା ପାଟିତୁଣ୍ଡର ଆଉ ଲେଶ ନାହିଁ। ଚହଳ ଅର୍ଥ ହେଲା କୋଳାହଳ ନାହିଁ ବା କୋଳାହଳ ନାହିଁ ଏଠି। କେତେବେଳେ? ନା ସନ୍ଧ୍ୟାବେଳେ। ସନ୍ଧ୍ୟାବେଳେ ଚିଲିକା ପାଖରେ ଲୋକମାନଙ୍କର କୋଳାହଳ ନାହିଁ। ଦୂର ଝରନାଦ ଝିଙ୍କାରି ଝଙ୍କାର କରେ ନିଶିଥିନି ପ୍ରଭାବ ପ୍ରଚାର। କିଏ ପ୍ରଚାର କରୁଛି? ନିଶିଥିନି। ନିଶିଥିନି ଅର୍ଥ ହେଉଛି ରାତି। ରାତିର ପ୍ରଭାବକୁ କିଏ ପ୍ରଚାର କରେ? ନା ତୁମେମାନେ ରାତିରେ ଯେତେବେଳେ ପିଲାମାନେ ଯାଅ, ସେ ରାତିର ଗୋଟେ ଯେଉଁ ଶବ୍ଦ, ସେ ରାତିକୁ କିଏ ପ୍ରଚାର କରୁଛି ବୋଲି ତୁମେମାନେ ରାତିରେ ସବୁ ଦେଖିଥିବ, ବୁଲିଥିବ। ଯେତେବେଳେ ନିଛାଟିଆ ଜାଗାରେ ତୁମେ ଯାଉଛ, ଜଙ୍ଗଲ ରାସ୍ତା ଦେଇ ଯାଉଛ, ଝରଣାର ଯେଉଁ ଗର୍ଜନ ଝରଝର ନାଦ, ଝରଣାର ଯେଉଁ ଶବ୍ଦ, ଝରଣାର ଯେଉଁ ଧ୍ୱନି, ତା ସହିତ ଝିଙ୍କାରିର ଯେଉଁ ଶବ୍ଦ, ଝିଙ୍ଗ ଝିଙ୍ଗ ଶବ୍ଦ, ରାତିର ବନପ୍ରଦେଶର ପ୍ରଭାବକୁ ସେ ପ୍ରଚାର କରୁଛି। କିଏ? ନା ଝିଙ୍କାରି ଆଉ ଦୂର ଝରଣାର ଶବ୍ଦ। କଳି ଉପଦ୍ରବେ ତେଜି ଲୋକାଳୟ, ଶାନ୍ତି କି ଏସ୍ଥଳେ ଭଜିଲେ ଆଶ୍ରୟ। କଳି ଉପଦ୍ରବେ, କଳିଙ୍କର ଉପଦ୍ରବରେ। ତ ପିଲାମାନେ, ଆମେ ସମସ୍ତେ ଚାରିଟା ଯୁଗ ଜାଣିଛେ। ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗ ଆଉ କଳିଯୁଗ। ତେବେ କଳିଯୁଗରେ ବହୁତ ଉପଦ୍ରବ ବା ଉତ୍ପାତ, ଅଶୁଭ ଘଟଣା ସବୁ ଦେଖିବାକୁ ମିଳେ। କିନ୍ତୁ ସତ୍ୟଯୁଗରେ ଏସବୁ ନଥିଲା। ସତ୍ୟଯୁଗରେ ପୁରା ଶାନ୍ତ ଥିଲା ସବୁ ଶାନ୍ତି, ପୁରା ଶାନ୍ତି ଦେବୀ ପ୍ରତିଷ୍ଠା ଥିଲେ ସେତେବେଳେ। ତେଣୁ କଳିଯୁଗରେ ଶାନ୍ତିରେ କେଉଁଠି ତୁମେ ରହିବ? ନା କଳିର ଉତ୍ପାତରେ ଶାନ୍ତି ଦେବୀ ଆଜି ଲୋକାଳୟ ବା ଲୋକମାନଙ୍କର ବସତି ତ୍ୟାଗ କରି ଏଇ ସ୍ଥଳରେ ବା ଚିଲିକା ସ୍ଥଳରେ ଭଜିଲେ ଆଶ୍ରୟ ବା ଆଶ୍ରୟ ନେଇଛନ୍ତି। ଶାନ୍ତି ଦେବୀ କେଉଁଠି ଆଶ୍ରୟ ନେଇଛନ୍ତି? ନା ଏହି ଚିଲିକାରେ ଆଶ୍ରୟ ନେଇଛନ୍ତି। କାହିଁକି? ନା କଳିର ଦୌରାତ୍ମ୍ୟରେ ବା କଳିର ଉତ୍ପାତରେ। ଚିଲିକା ତୋହର ଏହି ଶୋଭାବନ, ବର୍ଣ୍ଣୋତ୍ସବମୟ ଦୃଶ୍ୟ ସାୟନ୍ତନ। ଚିଲିକାରେ, ହେ ଚିଲିକା, ତୋର ଏହି ସୁନ୍ଦରତା, ତୋର ଏହି ଶୋଭାବନ, ବର୍ଣ୍ଣୋତ୍ସବ, ବର୍ଣ୍ଣ ଉତ୍ସବମୟ, ବର୍ଣ୍ଣର ଉତ୍ସବ। କ'ଣ ଚିଲିକାରେ ଦେଖାଯାଏ? ନା କେତେବେଳେ ଚଢ଼େଇ ଉଡ଼ି ଯାଉଛନ୍ତି, ସନ୍ଧ୍ୟା ସମୟ ଆସିଯାଇଛି, ଚନ୍ଦ୍ରକିରଣ ପଡ଼ିଛି। ସେମିତି ଏଠି ମନେ ପଡ଼ୁଛି ମୋର କାଳିଜାଇରେ ସନ୍ଧ୍ୟା କଥା। ବୁଡ଼ି ଯାଉଥିଲେ ସବିତା ଦୂର ଭାଲେରି ଶିଖେ, ଉଡ଼ି ଯାଉଥିଲେ ବିହଙ୍ଗେ ସୁଖେ ଜଟିଆ ମୁଖେ। ଯେଉଁଠି ବିହଙ୍ଗମାନେ ଜଟିଆ ପାହାଡ଼କୁ ଉଡ଼ି ଯାଉଛନ୍ତି, ସୂର୍ଯ୍ୟ ବୁଡ଼ିଗଲା ପରେ ଯେଉଁ ଦୃଶ୍ୟ ଦେଖାଯାଉଛି, ଏଠି କବିବର ରାଧାନାଥ ରାୟ ଯେଉଁ ଚିଲିକାର ସାୟନ୍ତନ ଦୃଶ୍ୟ କବିତାରେ ସନ୍ଧ୍ୟା ସମୟର ଦୃଶ୍ୟ ବର୍ଣ୍ଣନା କରିଛନ୍ତି। କେଡ଼େ ସୁନ୍ଦର ଦୃଶ୍ୟ! ଚନ୍ଦ୍ର ଆସିଲେ ଯେଉଁ ଦୃଶ୍ୟ ଦେଖାଯାଏ, ପାରଦ ଧୋଇବା ଭଳି ପୃଥିବୀ ଦେଖାଯାଏ, ସେହି ପୃଥିବୀର ଦୃଶ୍ୟ, ସେହି ସନ୍ଧ୍ୟା ସମୟର ଦୃଶ୍ୟ ଅତୀବ ସୁନ୍ଦର ବା ଅତୀବ ମନୋହର। କବିବର ରାଧାନାଥ ରାୟ ଏଇ ଚିଲିକାରେ ସାୟନ୍ତନ ଦୃଶ୍ୟ, ଚିଲିକାରେ ସନ୍ଧ୍ୟା ସମୟର ଦୃଶ୍ୟ, ମତ୍ସ୍ୟଜୀବୀମାନେ, ଧୀବରମାନେ କିପରି ମାଛ ଧରିବାକୁ ଯାଇଛନ୍ତି, କିପରି ଘରକୁ ଫେରି ଆସୁଛନ୍ତି, କବି ସୂର୍ଯ୍ୟ ବଳଦେବ ରଥଙ୍କର ଗୀତାମୃତଟିକୁ କେମିତି ଗାନ କରୁଛନ୍ତି, କେମିତି ସେମାନେ ତାଙ୍କୁ ଏଠି ଅଜ୍ଞାନୀ ସହିତ ତୁଳନା କରିଛନ୍ତି, ପାପ କରୁଛନ୍ତି, ମଶାଲ ଜାଳି ମାଛମାନଙ୍କୁ ଧରିବା ପାଇଁକି ସେ ଏକ ସୁନ୍ଦର ପ୍ରୟାସ କେମିତି ଆପଣେଇ ନେଇଛନ୍ତି, ଏସବୁର ଆଲୋଚନା ପିଲାମାନେ ଆଜି ଶେଷ ହେଇଛି। ପୁଣି ତୁମମାନଙ୍କ ସହିତ ଦେଖା ହେବ ଆସନ୍ତା ଭିଡ଼ିଓରେ।